ଦେଖନ୍ତୁ ଦର୍ଶକ ବନ୍ଧୁ, ଏ ବିଶ୍ୱକର୍ମାଙ୍କ ନିଆଣ ମୁନରେ ଓଭରବ୍ରିଜ, ନୂତନ ଓଭରବ୍ରିଜ ତିଆରି ଚାଲିଛି। ସବୁ ସେଇ ବିଶ୍ୱକର୍ମାଙ୍କ ସୃଷ୍ଟି। ଯାହା ସୁନ୍ଦର ହେଇଛି, ଯେଉଁ ସୃଷ୍ଟି ସୁନ୍ଦର ହେଇଛି, ତାହା କେବଳ ବିଶ୍ୱକର୍ମାଙ୍କ ବରଦାନ। ଦୂରରୁ ଆମେ ଦେଖିପାରୁଥିବେ, এই ଯେଉଁ ଦୃଶ୍ୟଟି ଦେଖାହେଉଛି ପିପିଏଲ୍ ସାର କାରଖାନାର ଦୃଶ୍ୟ। ଏ ସବୁ ଆଜ୍ଞା ବିଶ୍ୱକର୍ମାଙ୍କର ସୃଷ୍ଟି। ଏହି ସବୁ କାରୁକାର୍ଯ୍ୟ ପାଇଁ ଆମର ଶ୍ରମିକ ଭାଇମାନେ, କୁଶଳୀ ଶ୍ରମିକ ଭାଇମାନେ, ଟେକ୍ନିସିଆନ୍ ଭାଇମାନେ, ଇଞ୍ଜିନିୟର ଭାଇମାନେ, ପ୍ରଡକ୍ସନ୍ ଅଫିସର ଭାଇମାନେ, এইମାନେ ହେଉଛନ୍ତି ବିଶ୍ୱକର୍ମା। ଏଇମାନେ ଦେବତା। ଏଇମାନଙ୍କ ପାଇଁ ବର୍ଷକୁ ଥରେ ଆମେ ପୂଜା କରିବା ନିହାତି ଆବଶ୍ୟକ। ଏବଂ ଆପଣମାନେ ଭାବନ୍ତୁ, ଏମାନଙ୍କ ଅବଦାନକୁ ଆମେ କିଛି ଦେଇପାରିଛେ କି? ତେଣୁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଏହି ଅବସରରେ ଆମେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା, ତାଙ୍କୁ ପ୍ରଣାମ କରିବା। ସୃଷ୍ଟିକୁ ସେମାନେ ଆହୁରି ସୁନ୍ଦର କରନ୍ତୁ, ସେମାନଙ୍କର ପରିବାର ସୁଖ ଶାନ୍ତିରେ ରୁହନ୍ତୁ, ସେମାନେ ଶରୀର ବହୁତ ଭଲ ରହୁ। ଏବଂ ଭାଇମାନେ, ଆପଣମାନେ ଆସନ୍ତୁ এই ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାକୁ ଏନ୍ଜୟ କରନ୍ତୁ ଏବଂ ପାରାଦୀପର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରନ୍ତୁ। ପାରାଦୀପର ସୁନ୍ଦର ସୃଷ୍ଟି ବିଶ୍ୱକର୍ମାଙ୍କ ନିଆଣ ମୁନରୁ ଏହିସବୁ ଦୃଶ୍ୟ ପାରାଦୀପକୁ ଆମର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି। ଆଜି ଏହା କେବଳ ସେହି ବିଶ୍ୱକର୍ମାମାନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। କୋଟି କୋଟି ଧନ୍ୟବାଦ ଆମେ ଜଣାଇବା ସେହି ବିଶ୍ୱକର୍ମା ଭାଇମାନଙ୍କୁ। ଦେଖନ୍ତୁ କେତେ ସୁନ୍ଦର କୋଠାବାଡ଼ି ସବୁ ନିର୍ମାଣ କରାଯାଇଛି, କେତେ ବଢ଼ିଆ ଲାଗୁଛି। ଏସବୁ ବିଶ୍ୱକର୍ମାଙ୍କର ସୃଷ୍ଟି। ପାରାଦୀପ ପୋର୍ଟର ଦୃଶ୍ୟ ଏପଟେ ଡାହାଣ ପଟକୁ ଦେଖନ୍ତୁ, ସୁନ୍ଦର ଲାଗୁଛି ଆମ ପାରାଦୀପ। ଦେଖନ୍ତୁ କେତେ ସୁନ୍ଦର ପରିବେଶ, ଗଛ ବୃକ୍ଷ, ରୋଡ଼ର ଦୁଇ ପଟରେ ଗଛ ବୃକ୍ଷ। କେତେ ସୁନ୍ଦର ସମ୍ଭାର ଆମ ପାରାଦୀପ। ଆଇ ଲଭ୍ ପାରାଦୀପ। ପ୍ରିୟ ଦର୍ଶକ ବନ୍ଧୁ, ଆସନ୍ତୁ ଆଜି ଆମେ ବିଶ୍ୱକର୍ମା ବୁଲିଯିବା, ଦେଖିବା କେତେ ସୁନ୍ଦର ତୋରଣ ସବୁ ହେଇଛି। ମନରେ ପ୍ରଶ୍ନ ଉଠେ ଯେ ବିଶ୍ୱକର୍ମାଙ୍କୁ କାହିଁକି ପୂଜା କରାଯାଏ? ଯେ ବିଶ୍ୱକର୍ମା କାହିଁକି ପୂଜିବା? ବିଶ୍ୱକର୍ମା କ'ଣ କରିଥିଲେ କି? ଜଣେ ଇଏ ଭାଇ ଆମର ସୋସିଆଲ ମିଡ଼ିଆରେ ପକେଇଛନ୍ତି ବିଶ୍ୱକର୍ମା କ'ଣ ତିଆରି କରିଥିଲେ ହେଲା। ତେଣୁ ଆମେ ଜାଣିବା ବିଶ୍ୱକର୍ମା କ'ଣ ତିଆରି କରିଥିଲେ, ଆମେ ତାଙ୍କୁ କାହିଁକି ପୂଜିବା। ବିଶ୍ୱକର୍ମା କିଏ ଆକ୍ଚୁଆଲି? ବିଶ୍ୱକର୍ମା ହେଉଛନ୍ତି ବିଶ୍ୱର ନିର୍ମାତା ବୋଲି ଆମର ଆସ୍ଥା ଓ ବିଶ୍ୱାସରେ ଆମେ ତାଙ୍କୁ ବିଶ୍ୱ ନିର୍ମାଣକର୍ତ୍ତା ଦେବତା ହିସାବରେ ପୂଜା କରୁ। ତେଣୁ ଆମେ ବଡ଼ ଚିନ୍ତାଧାରା କରିକି ଆମେ ବୁଝିପାରିବାନି କି ସେମିତି କିଛି ପ୍ରମାଣ ଆମ ପାଖରେ ଆମେ ଗୋଟି ଗୋଟି ଉପସ୍ଥାପନ କଲେ ମଧ୍ୟ ବିଶ୍ୱାସ ହେବନି ଆପଣମାନଙ୍କୁ। ଆମେ ଛୋଟ କଥା ଆମେ ଭାବିବା, ଆମ ଏଇ ଯେଉଁ ସୁନ୍ଦର କୀର୍ତ୍ତି କାରୁକାର୍ଯ୍ୟ ଦେଖୁଛନ୍ତି, ଆକୁ ଆମର କାରିଗର ଭାଇ, ଶିଳ୍ପୀ, ଇଞ୍ଜିନିୟର, ଟେକ୍ନିସିଆନ୍, ବିଭିନ୍ନ ପ୍ରକାର କୁଶଳୀ ଶ୍ରମିକ ସମସ୍ତଙ୍କର ଝାଳ ବୋହିଛି। ଦେଖନ୍ତୁ କେତେ ସୁନ୍ଦର କାରୁକାର୍ଯ୍ୟ ହେଇଛି। ଆ ଦେହରେ କିଛି ଶ୍ରମିକ ନିଯୁକ୍ତ ହେଇଥିବେ ନା ନାହିଁ, କିଛି ଟେକ୍ନିସିଆନ୍ ନିଯୁକ୍ତ ହେଇଥିବେ। ତେଣୁ ଏଇସବୁ ହେଉଛି ସେଇମାନଙ୍କର କୃତି। ଏ ସୁନ୍ଦର ସୃଷ୍ଟି ଯେଉଁ ଦେଖୁଛନ୍ତି,
ବାଟରେ ଆସିଲା ବେଳେ ଓଭରବ୍ରିଜ ନିର୍ମାଣ ହେଉଛି। ଭଲ ସୁନ୍ଦର ରୋଡ଼ ପାରାଦୀପରେ ସବୁଆଡ଼େ ନିର୍ମାଣ ହେଇଛି। ଏମାନଙ୍କୁ କିଏ ତିଆରି କରୁଛି? ସେଇ ହେଉଛନ୍ତି ବିଶ୍ୱକର୍ମା। ଯେ ଆମର ଯେଉଁ ଇଞ୍ଜିନିୟର ଭାଇ ଜଣେ ବା ଅନେକ ଇଞ୍ଜିନିୟର ଭାଇମାନେ, ଟେକ୍ନିସିଆନ ଭାଇମାନେ ଏବଂ ଯେଉଁ ନିର୍ମାଣ ଶ୍ରମିକ ଭାଇମାନେ ଅଛନ୍ତି, ସେଇମାନଙ୍କ ଝାଳ ବୋହିକିରି ଏତେ ସୁନ୍ଦର ପାରାଦୀପ ବନ୍ଦର ହେଉ ବା ସାରା ବିଶ୍ୱରେ ଯେତେ ବଡ଼ ବଡ଼ ସହର ଦେଖୁଛନ୍ତି ସବୁ ନିର୍ମାଣ ହେଇଛି। ସେଇମାନେ ହେଉଛନ୍ତି ପ୍ରକୃତ ବିଶ୍ୱକର୍ମା। ତେଣୁ ଆମେ କେବଳ ତାଙ୍କର ସୁବିଧା ଗୁଡ଼ାକ ଆମେ ଉପଲବ୍ଧ କରୁଛେ। ଯେଉଁ କଳକାରଖାନା, ଗାଡ଼ି ଘୋଡ଼ା, ମୋବାଇଲ, ଏ ଯେଉଁ ମୋବାଇଲ ଆମେ ଧରୁଛେ, ଆକୁ ମଧ୍ୟ ଜଣେ ଟେକ୍ନିସିଆନ ତିଆରି କରୁଛି। ତେଣୁ ସେ ହେଉଛନ୍ତି ବିଶ୍ୱକର୍ମା। ତାଙ୍କ ସୁବିଧା ଗୁଡ଼ାକ ଆମେ ଉପଲବ୍ଧ କରୁଛେ। ସେଇ କଳାରେ ଏମାନେ ତିଆରି ହେଇଛନ୍ତି, ବିଶ୍ୱକର୍ମାଙ୍କ କଳାରେ। ସମସ୍ତେ ସେଇ କଳାରେ ଜନ୍ମ ହେଇନାହାନ୍ତି। ତେଣୁ ସେଇ ସୁବିଧା ଗୁଡ଼ାକ ଆମେ ଆଜି ଉପଲବ୍ଧ କରୁଛେ, କିନ୍ତୁ ତାଙ୍କୁ ଆମେ କେବେ ମନେ ପକାଉନୁ। ଆମେ କେବଳ ତାଙ୍କର ସୃଷ୍ଟିଟାକୁ ଏନ୍ଜୟ କରୁ, ତାର ଫାଇଦା ନିଉ। ତାଙ୍କୁ ଏଇଭଳି ଶୁଭ ଦିନରେ ଆମେ ମନେ ପକାଉ। ବିଶ୍ୱକର୍ମାଙ୍କୁ ପୂଜା କଲାବେଳେ ସେମାନଙ୍କ କଥା ମନେ ପଡ଼େ। ଏବଂ ଯେଉଁମାନେ ଏତିକି ଜାଣିନଥାନ୍ତି ସେମାନେ ମଧ୍ୟ ଏ ଭିଡ଼ିଓ ମାଧ୍ୟମରେ ବାର୍ତ୍ତାରେ ଜାଣନ୍ତୁ। ଏବଂ ସେଇ ସୁନ୍ଦର ବିଶ୍ୱକର୍ମା ଭାଇମାନଙ୍କୁ ଆମର କୋଟି କୋଟି ପ୍ରଣାମ। ଆମେ ଯେଉଁ ମୂର୍ତ୍ତି ପୂଜା କରୁଛୁ ତାହା କେବଳ ପ୍ରତୀକ ମାତ୍ର। ଯେଉଁ ଆଶା, ବିଶ୍ୱାସ ବା ଆସ୍ଥା ଯାହା ରହିଛି ସନାତନ ମାନଙ୍କର, ତାଙ୍କୁ ଆମେ ପ୍ରତୀକ ଭାବରେ ପୂଜା କରିଥାଉ, ଭଗବାନ ଭାବେ ପୂଜା କରିଥାଉ। ତେଣୁ ପ୍ରତ୍ୟେକ ମନର ପ୍ରଶ୍ନ ଉଠେ, ମୂର୍ତ୍ତି ପୂଜା କାହିଁ କରୁଛନ୍ତି ଭାଇମାନେ? ମୂର୍ତ୍ତି ହେଉଛି ଗୋଟେ ପ୍ରତୀକ ରୂପ। ତେଣୁ ଆମେ ପ୍ରତୀକ ଭାବରେ ପୂଜା କରିଥାଉ। ଆମେ ତ ଆଣିକି ବିଶ୍ୱକର୍ମାଙ୍କୁ ଏଠି ବସେଇ ପାରିବାନି, ନା ମହାଦେବଙ୍କୁ ଆଣି ଏଠି ବସେଇ ପାରିବାନି, ନା ସ୍ୱୟଂ ବିଷ୍ଣୁ ଭଗବାନଙ୍କୁ ଆଣିକି ଏଠି ବସେଇ ପାରିବାନି। ତେଣୁ ଆମେ ତାଙ୍କ ପ୍ରତୀକ ରଖି ଆମେ ତାଙ୍କୁ ଆବାହନ କରିଥାଉ। ଦେଖନ୍ତୁ କେତେ ସୁନ୍ଦର ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତି, ରାଧାକୃଷ୍ଣ, ହର ପାର୍ବତୀ, ସବୁ ଭଗବାନଙ୍କର କେତେ ସୁନ୍ଦର କମନୀୟ ମୂର୍ତ୍ତି ହେଇଛି। କେତେ ସୁନ୍ଦର ଏ ବିନ୍ଧାଣୀ, ଏ କାରିଗର ଭାଇମାନେ ଆଉ ଏଇ ବିଶ୍ୱକର୍ମା ଭାଇମାନେ, ଏମାନେ ହେଉଛନ୍ତି ରିଅଲି ବିଶ୍ୱକର୍ମା। ଏମାନଙ୍କ ପୂଜା ଚାଲିଛି ପ୍ରତିବର୍ଷ। ଏମାନଙ୍କୁ ଆମେ ଧନ୍ୟବାଦ ଆଉ କୃତଜ୍ଞତା ଜ୍ଞାପନ କରିବା ଉଚିତ। ତ କେତେ ସୁନ୍ଦର ଦେଖନ୍ତୁ ପ୍ରବେଶ ପଥ, ଅଣ୍ଡରଗ୍ରାଉଣ୍ଡ ସିଷ୍ଟମ ହେଇଛି। ସୁନ୍ଦର ଚିନ୍ତାଧାରା ଭାଇମାନଙ୍କର ଏ ବର୍ଷ ନୂତନ ଅଭିନବ ପ୍ରୟାସ ହେଇଛି। ବହୁତ ସୁନ୍ଦର କମନୀୟ ମୂର୍ତ୍ତି ବିଶ୍ୱକର୍ମାଙ୍କର। ତେଣୁ ଏହି ଅବସରରେ ଆମର ସମସ୍ତ ବିଶ୍ୱକର୍ମା ଭାଇମାନଙ୍କୁ ଅନ୍ତରରୁ ବହୁତ ଧନ୍ୟବାଦ ଆଉ କୃତଜ୍ଞତା ଝରି ଆସେ। ସେମାନଙ୍କ ପରିଶ୍ରମ, କଠିନ ପରିଶ୍ରମର ଫଳ କେତେ ସୁନ୍ଦର। କୋଟି କୋଟି ଲୋକମାନଙ୍କର ଚକ୍ଷୁସ୍ପର୍ଶ ହେଉଛି। ତେଣୁ ଚାଲନ୍ତୁ, ଆଜିର ଉପସ୍ଥାପନ ବେଶୀ ଲମ୍ବା ହେଇଗଲାଣି, ଆମେ ଶେଷ କରିବା। ବିଶ୍ୱକର୍ମା କ'ଣ ତିଆରି କରିଥିଲେ? ସ୍ୱର୍ଗପୁରୁ
ନିର୍ମାଣ କରିଥିଲେ ବୋଲି କୁହାଯାଏ। ଆମର ସୁଦାମା ନଗର ବିଶ୍ୱକର୍ମା ତିଆରି କରିଥିଲେ। ଯେତେବେଳେ ମହାପ୍ରଭୁଙ୍କ ଠାରୁ ମା ଲକ୍ଷ୍ମୀ ଝଗଡ଼ା କରି ଏକାନ୍ତରେ ରହୁଥିଲେ, ତାଙ୍କ ପ୍ରାସାଦଟି ମଧ୍ୟ ବିଶ୍ୱକର୍ମା କରିଥିଲେ। ଏବଂ ମହାଭାରତରେ ମଧ୍ୟ ଶୁଣିଥିବେ, ଖାଣ୍ଡବ ବନ ପାଣ୍ଡବମାନଙ୍କର ଯେଉଁ ଭାଗରେ ପଡ଼ିଥିଲା ଖାଣ୍ଡବ ବନ, ସେଠି ଯେଉଁ ରାଜପ୍ରାସାଦ ହେଇଥିଲା ତାକୁ ମଧ୍ୟ ସ୍ୱୟଂ ବିଶ୍ୱକର୍ମା କରିଥିଲେ। ତେଣୁ ଏମିତି ବହୁତ କିମ୍ବଦନ୍ତୀ ରହିଛି। ମନଗଢ଼ା ନୁହେଁ କି କପଳ କଳ୍ପିତ ନୁହେଁ, ପିଢ଼ି ପରେ ପିଢ଼ି ଗ୍ରହଣ କରି ଆସିଛନ୍ତି। ଇତିହାସ ଭାବରେ ଏଗୁଡ଼ା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେଇ ଆସ୍ଥା ଓ ବିଶ୍ୱାସକୁ ନେଇ ଆଜି ଆମେମାନେ ଚାଲିଛୁ। ତେଣୁ ପ୍ରକୃତ ବିଶ୍ୱକର୍ମା ଭାଇମାନେ ଯେଉଁମାନେ ଏସବୁ ସୁନ୍ଦର ସୃଷ୍ଟିଟାକୁ ନିର୍ମାଣ କରୁଛନ୍ତି, ସେମାନଙ୍କୁ କୋଟି କୋଟି ଧନ୍ୟବାଦ। ଇଞ୍ଜିନିୟର ହୁଅନ୍ତୁ, ଟେକ୍ନିସିଆନ୍ ହୁଅନ୍ତୁ, ବା ମୂର୍ତ୍ତି ନିର୍ମାଣକାରୀ କାରିଗର ହୁଅନ୍ତୁ, ବା ରୋଡ଼ ବ୍ରିଜ ନିର୍ମାଣକାରୀ ସିଭିଲ ଇଞ୍ଜିନିୟର ହୁଅନ୍ତୁ, ବା ନିର୍ମାଣାଧୀନ ଶ୍ରମିକ ସ୍କିଲ୍ଡ ଶ୍ରମିକ ଭାଇମାନେ, ସେଇମାନେ ହେଉଛନ୍ତି ପ୍ରକୃତ ବିଶ୍ୱକର୍ମା। ପ୍ରତିବର୍ଷ ଆମେ ତାଙ୍କୁ ଧନ୍ୟବାଦ ଆଉ କୃତଜ୍ଞତା ଜ୍ଞାପନ କରିବା ଏହି ବିଶ୍ୱକର୍ମା ପୂଜା ମାଧ୍ୟମରେ। ଆମେ ଯେଉଁ ଯନ୍ତ୍ରପାତି, ଗାଡ଼ି ଘୋଡ଼ା, ଯାନବାହନ ଏଗୁଡ଼ା ସବୁ ପୂଜା କରୁ, କ'ଣ ପାଇଁ ପୂଜା କରୁ? ଏଇଥିପାଇଁ ସେଇ ଯନ୍ତ୍ରାଂଶ ପାଇଁ କେତେ ବିଦ୍ୟା ଲାଗିଛି, କେତେ କାରିଗରୀ ବିଦ୍ୟା ଲାଗିଛି, ତାର ଯତ୍ନ ଆମେ ନେଇପାରିବା। ଆମେ ପୂଜା ଯେଉଁ ଜିନିଷଟା କରିବା ତା ପ୍ରତି ଆମର ଧ୍ୟାନ ଆସିବ, ତା ପ୍ରତି କେୟାରିଂ ଆସିବ, ତାର ଯତ୍ନ ଆମେ ନେଇପାରିବା, ସେ ବହୁତ ଦିନ ପର୍ଯ୍ୟନ୍ତ ଆମର ଉପଯୋଗ ହେଇପାରିବ। ସେଥିପାଇଁ ଗୋଟେ ବିଧି କରାଯାଇଛି ସନାତନ ଧର୍ମରେ। ଆମର ଗାଡ଼ି ଘୋଡ଼ା, ଯାନବାହନ, କଳକାରଖାନା, ଯନ୍ତ୍ରାଂଶ ସବୁ ଏଇଥିପାଇଁ ପୂଜା କରାଯାଏ। ତେଣୁ ଏହା କେତେ ଦୂର ଠିକ୍ ଆଉ ଭୁଲ ଆପଣମାନେ ବିଚାର କରିବେ। ବିଚାରକ ହେଉଛନ୍ତି ଶ୍ରେଷ୍ଠ। ତେଣୁ ଆଜିର ଉପସ୍ଥାପନା ଆମେ ଏଇଠି ବିଶ୍ୱକର୍ମାଙ୍କୁ ପ୍ରଣାମ ଜଣାଇ ଶେଷ କରିବା। ଜୟ ଜଗନ୍ନାଥ, ଜୟ ପ୍ରଭୁ ବିଶ୍ୱକର୍ମା, ଜୟ ଗୁରୁଦେବ, ଜୟ କାଳିକୀ ରାମ।